ପୂର୍ବରୁ ମଧ୍ୟ ଚେଷ୍ଟା କରିଛେ ଯେ ଶାନ୍ତି ଶୃଙ୍ଖଳାର ସହିତ କରିବା ଏବଂ କାହାକୁ ଜୋର ଜବରଦସ୍ତି ହଇରାଣ କରାଯିବନି ବା ଅଟକେଇ ଦିଆଯିବ ନାହିଁ। ଯେତେବେଳେ ଆନ୍ଦୋଳନ ଦିନେ ଦୁଇ ଦିନ ବା ତୃତୀୟ ଦିନ ପର୍ଯ୍ୟନ୍ତ ପହଞ୍ଚିଲା, ନିହାତି ଭାବରେ ଧୀରେ ଧୀରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ତାଙ୍କ ମନରେ ମଧ୍ୟ ଟିକେ ମାନେ ବିରକ୍ତି ଭାବ ନିହାତି ଭାବେ ଆସିବ। ଏବଂ ଯେତେବେଳେ ଆଜି ଚତୁର୍ଥ ଦିନ ହେଲାଣି, ବର୍ତ୍ତମାନ ଆମର କୌଣସି ଭୁଲକୁ ଆଉ ଆଡ଼ଜଷ୍ଟ କରିବେ ନାହିଁ, ଏଇଟା ଆମେ ଜାଣିଛେ। ତେଣୁକରି ସମସ୍ତ ଭାଇମାନଙ୍କୁ ଅନୁରୋଧ ରହିବ, କୌଣସି ଭାଇ କାହାକୁ ମାନେ ଅଟକେଇକି କେଉଁଠି ବିଶୃଙ୍ଖଳା କରନ୍ତୁ ନାହିଁ କି କାହାକୁ ଅସମ୍ମାନ କରନ୍ତୁ ନାହିଁ। ବରଂ ଆମେ ଯେମିତି ଯେଉଁ ନିୟମରେ ଥିଲେ ଯେ ଯଦି କିଏ ଯାଉଛି ଯାଉ, ଆମେ କିନ୍ତୁ ବସି ରହିବା। ଭାଇମାନେ ନିହାତି ଆମେ ଯଦି ଲଢ଼ୁଛେ, ଆମେ ଆଉ କିଛି ସମୟ ଦେଇକି ନିହାତି ଭାବରେ ଅପେକ୍ଷା କରିବା, ନିହାତି ଭାବରେ ରହିବା। ତେଣୁକରି ଓଡ଼ିଶାରେ ଯେକୌଣସି ଗାଡ଼ି ଯା ଆସ କରୁଛି ବା ଯାଉଛି, କୌଣସି ଗାଡ଼ିକୁ ଅଟକେଇ ଦେଇକି ମାନେ ହଇରାଣ କରନ୍ତୁ ନାହିଁ। କାରଣ ଆମେ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ କରୁଛେ ଯେ ଭାଇମାନେ ଷ୍ଟେରିଂ ଛାଡ଼ ଆନ୍ଦୋଳନରେ ସହଯୋଗ କରନ୍ତୁ, ଗାଡ଼ି କେହି ଚଲାନ୍ତୁ ନାହିଁ। ତା ଭିତରେ ବି କିଛି ଭାଇମାନେ ଗାଡ଼ି ଚଲାଉଛନ୍ତି, କିନ୍ତୁ ଅନ୍ୟ ଯିଏ ଚଲାଉଛି ଚଲାଉ, କିନ୍ତୁ ଯେପର୍ଯ୍ୟନ୍ତ ସମାଧାନ ହେଇନି ଆମେ ଚଲେଇବାନି ଗାଡ଼ି। ଆମେ ଯଦି ରାଜରାସ୍ତା ଉପରେ ଯାଇକି ଗାଡ଼ି ଅଟକେଇବା ଅନ୍ୟମାନଙ୍କର, ତାହେଲେ ଲୋକ ଆମକୁ ବର୍ତ୍ତମାନ ସମୟରେ ବିରୋଧ କରିବା ଆରମ୍ଭ କରିବେ। କିନ୍ତୁ ଆମେ କାହାରି ଗାଡ଼ି ଅଟକେଇବା ନାହିଁ। ଯେମିତି ମୁଣ୍ଡିଆ ମାରିକି ଛାଡ଼ି ଦେଉଥିଲେ ମୁଣ୍ଡିଆ ମାରିକି ଛାଡ଼ିବା ଏବଂ କୌଣସି ବିଶୃଙ୍ଖଳା ଆସିବା କଥା ନୁହଁ। ଆମେ ଚାହୁଁଛେ ଶାନ୍ତିର ସହିତ ରାସ୍ତା କଡ଼ରେ ବସିବା ପାଇଁ ଏବଂ ଅନୁରୋଧ ମଧ୍ୟ 30 ଜିଲ୍ଲାର ଭାଇମାନଙ୍କୁ, ରାସ୍ତା କଡ଼ରେ ଆମେ ଶାନ୍ତିରେ ବସିବା। ଠିକ୍ ଅଛି, ଆମ ଦେହ ସହୁ ନାହିଁ, ଗାଡ଼ି ଗୁଡ଼ାକ ଯାଉଛି, ଆମେ ତାଙ୍କୁ ଦେଖିଲେ ଆମେ ଜିତି ପାରିବାନି ଭାଇମାନେ। ତାଙ୍କୁ ଦେଖିଲେ ଆମେ ଗୋଟେ ଦିନ ପାଇଁ ଯିବା, ଆନ୍ଦୋଳନ କରିବା, ଜୋରଦାର କରିବା, ଆଉ ପରବର୍ତ୍ତୀ ଦିନ 100ଟା କେସ୍ ମଧ୍ୟ ଖାଇଥିବା ଏବଂ ଆମେ ଆଉ ଆନ୍ଦୋଳନ ସ୍ଥାନରେ ନଥିବା।